ଆପଣ ଦେଖିବେ ଗୁଣ୍ଡିକା ବ୍ରହ୍ମପୁରାଣ ରେ ଗୁଣ୍ଡିକା ଶବ୍ଦ ଅଛି, ଗୁଣ୍ଡିଚା ଶବ୍ଦ ନାହିଁ। ତେଣୁ ସେଠି କ'ଣ ପାଇଁ ଶବ୍ଦ ରହିଲା ନା ଆପଣ ଦେଖିବେ ଯେ ଗୁଣ୍ଡି ବି ଗୁଣ୍ଡେ କେହି ଶୀତ ପିତାଦି ପ୍ରସ୍ତର ଇଟକାଦି ଚୂର୍ଣ୍ଣେରି ବା ଚିୟତେ ଉପଚିୟତେ ଇତି, ଅର୍ଥାତ୍ ଧଳା ହଳଦିଆ କଳା ଆଦି ରଙ୍ଗର ଇଟା ପଥର ଆଦି ଗୁଣ୍ଡ ବା ମୁରୁଜ ଦ୍ୱାରା ସେବିତ ହେବା। ଏହା ମହାପ୍ରଭୁଙ୍କର ଯେଉଁ ପ୍ରଥମ ବନକ ଲାଗି ସେବାକୁ ମନେ ପକାଇ ଦେଉଛି। ମହାପ୍ରଭୁ ଏ ବନକ ଲାଗି ହୁଅନ୍ତି। ଆଉ ଗୋଟେ ଗୁଣ୍ଡ ନହେଲେ ବର୍ଣ୍ଣ କେମିତି ଧାରଣ କରିବେ ସିଏ। ଆଉ ଗୋଟେ ଅର୍ଥ ହେଉଛି ଯଦ୍ବା ଗୁଣ୍ଡ୍ୟତେ ଅବଗୁଣ୍ଠତେ ବ୍ରହ୍ମ ତେଜ ଭି ରସ୍ୟା। ତାମାନେ ଗୁଡ଼ିର ଅର୍ଥ ଏଠି ହେଉଛି ବେଷ୍ଟନ କରିବା। ଯେତେବେଳେ ପ୍ରଥମେ ଆବିର୍ଭୂତ ହେଲେ ଦାରୁ ବିଗ୍ରହ, ତାଙ୍କର ଯେଉଁ ବ୍ରହ୍ମ ପ୍ରଭା ବ୍ରହ୍ମ ତେଜର ଯେଉଁ ପ୍ରକାଶକୁ ଏଇଟା ଆମକୁ ମନେ ପକାଇ ଦେଉଛି। ଏବଂ ଏଇ ଯେଉଁ ପ୍ରଭା ବା ପ୍ରକାଶ ଗୁଡ଼ି ଧାତୁ ନିପାତନ ହେବାରୁ ଚକାର ଆଗମ ହୋଇ ଶବ୍ଦଟି ହୋଇଗଲା ଗୁଣ୍ଡିଚା। କିନ୍ତୁ ଶେଷରେ ଦୁର୍ଗାମାଧବ ବାବୁ ଅସଲ କଥାଟିକୁ ଆମେ କହିବା, ଯେଉଁଟା ଐତିହାସିକ ମତ ଯାହାକୁ କେହି ଖଣ୍ଡନ କରିପାରିବେନି। ସେ ମତଟି ହେଉଛି ଐତିହାସିକମାନଙ୍କ ମତରେ ଯେଉଁ ଚୋଡ଼ଗଙ୍ଗ ଦେବ ଯିଏ ବର୍ତ୍ତମାନର ଶ୍ରୀମନ୍ଦିରର ମାନେ ଆଦ୍ୟ ନିର୍ମାତା ଅଟନ୍ତି, ତାଙ୍କର ପଟ୍ଟମହିଷୀଙ୍କର ନାମ ଥିଲା ଗୋଣ୍ଡଚୋଡ଼ି। ଏ ଯେଉଁ ଗୋଣ୍ଡଚୋଡ଼ି, ସେ ଗୋଣ୍ଡଚୋଡ଼ିରୁ ଆପଣ ଦେଖିବେ ଗୋଣ୍ଡଚୋଡ଼ି, ଗୁଣ୍ଡିଚୋଡ଼ି, ଗୁଣ୍ଡିଚାଡ଼ି, ଗୁଣ୍ଡିଚା। ତେଣୁ ତାଙ୍କର ସେଇ ରାଣୀଙ୍କ ନାମାନୁସାରେ ହୁଏତ ଏଇଟା ଗୁଣ୍ଡିଚା ମନ୍ଦିରର ନାମକରଣ ହୋଇଅଛି। ଏଇଭଳି ଭାବରେ ପୁଣ୍ୟାସା ଯଜ୍ଞ ବେଦୀଚ ମମ ଜନ୍ମ ପ୍ରଦାୟିନୀ, ଏଇ ଯେଉଁ ଗୁଣ୍ଡିଚା ମଣ୍ଡପ ଆପଣ ଦେଖିବେ ଇଏ ହେଉଛି ଗୋଟେ ମାଧୁର୍ଯ୍ୟର ମଣ୍ଡପ। କାହିଁକି ନା ଇଏ ପ୍ରକୃତରେ ଏଇ ଯେଉଁ ଆଡ଼ପ ମଣ୍ଡପ ବୋଲି ଆମେ କହୁଛେ, ଏଇ ଯେଉଁ ଆଡ଼ପ ଏ ଶବ୍ଦଟା ଆଟପ ଶବ୍ଦରୁ ଆସୁଛି, ଆଟପରୁ ଆସୁଛି ଆଡ଼ପ। ତେଣୁ ଆଟପ ହେଉଛି କ'ଣ ନା ବଡ଼ତି ଆଡ଼ମ୍ବର। କିନ୍ତୁ ପ୍ରକୃତରେ ଏଠି ବଡ଼ତି ଆଡ଼ମ୍ବର ଅହଙ୍କାର ଦୃଷ୍ଟିରୁ ନାହିଁ, ଆଡ଼ମ୍ବର ଅଛି ମାଧୁର୍ଯ୍ୟର। ତେଣୁ ବାସୁଦେବ ସୋମଯାଜୀ ତାଙ୍କ ଗଙ୍ଗ ବଂଶାନୁଚରିତମରେ ଯେତେବେଳେ କହୁଛନ୍ତି ପ୍ରିୟା ପ୍ରତିହାରାଭ୍ୟାମ ଭଗବନ୍ତ ଆଟୋପ ମଣ୍ଡପେ, ଏବଂ ଏଇ ଯେଉଁ ଆଟୋପ ମଣ୍ଡପ ଆଡ଼ପ ମଣ୍ଡପ ଜଗମୋହନ ଛାନ୍ଦରେ ମଧ୍ୟ ଆମର ଭକ୍ତକବି ଦୀନକୃଷ୍ଣ କହିଛନ୍ତି, ଆଡ଼ମ୍ବର ମଣ୍ଡପକୁ ଚଳିଲେ ମହାପ୍ରଭୁଙ୍କ ଛାମୁରେ ମିଳିଲେ। ଆଡ଼ମ୍ବର ମଣ୍ଡପକୁ ଚଳିଲେ। କବି ଲୋକନାଥ ବିଦ୍ୟାଧର ମଧ୍ୟ ନୀଳାଦ୍ରି ମହୋତ୍ସବରେ ଆଡ଼ମ୍ବର ମଣ୍ଡପକୁ ବିଜୟ ସେ କରିବାକୁ, ଆଡ଼ମ୍ବର ମଣ୍ଡପକୁ ବିଜୟ ସେ କରିବାକୁ ଏ ଯେଉଁ କଥା ଲେଖିଛନ୍ତି। ତେଣୁ ଆପଣ ଦେଖିବେ ଡକ୍ଟର ଗୋପୀନାଥ ମହାପାତ୍ରଙ୍କ ପରି ଗବେଷକ ସିଏ ମଧ୍ୟ କହିଲେ ଯେ ଇଏ ଗୁଣ୍ଡିକା ଶବ୍ଦରୁ ଗୁଣ୍ଡିଚା ଶବ୍ଦ ଆସିଛି। ସଂସ୍କୃତ ବ୍ରହ୍ମପୁରାଣରେ ଶବ୍ଦ ରହିଛି। ତେଣୁ ଏହାର ମୂଳ ଧାତୁଟା ହେଉଛି ଗୁଣ୍ଡ। ଗୁଣ୍ଡ ଧାତୁର ଅର୍ଥ ହେଉଛି ଲୁଚାଇବା। ଯେତେବେଳେ ଏଠି ବିଗ୍ରହ ନିର୍ମାଣ ହେଇଥିଲେ ତାଙ୍କୁ ଅନ୍ତରାଳରେ ରଖିବା ପାଇଁ, ଲୋକଙ୍କ ଠାରୁ ଲୁଚେଇ ରଖିବା ପାଇଁ ପ୍ରଯତ୍ନ କରାହେଇଥିଲା। ସେଇଥିପାଇଁ ହୁଏତ ଇଏ ମଣ୍ଡପର ଏମିତି ନାମକରଣ ହେଇଥାଇପାରେ। ତେବେ ଅସଲ କଥାଟି ହେଉଛି ଯେ ଆମେ ଦେଖୁଛୁ ଇଏ ହେଉଛି ମାଧୁର୍ଯ୍ୟର ମଣ୍ଡପ। କାହିଁକି ନା ଏଠି ଐଶ୍ୱର୍ଯ୍ୟ ଲୀଳା ନାହିଁ। ସେଠି ଯେତେବେଳେ ଐଶ୍ୱର୍ଯ୍ୟ ଲୀଳା ବେଶୀ ଦେଖିଲେ ଶ୍ରୀ ଚୈତନ୍ୟ ଦେବ ସୁନ୍ଦର, ଆପଣ ଦେଖିବେ ସେ ଟିକେ ତାଙ୍କର ଅସନ୍ତୋଷ ବ୍ୟକ୍ତ କଲେ, ମନବେଦନାକୁ ଜଣେଇଲେ ଜଗନ୍ନାଥଙ୍କୁ। କହିଲେ ପ୍ରଭୁ ଇଏ ଏଠି ଇଏ ଐଶ୍ୱର୍ଯ୍ୟର ଯେଉଁ ସମାବେଶ ସମାହାର, ଏଥିରେ ମୁଁ ଟିକେ କାହିଁକି ଅଣନିଶ୍ୱାସୀ ହେଇପଡ଼ୁଛି।